ଢେଙ୍କାନାଳ ବନଖଣ୍ଡ ମହାବୀର ରେଞ୍ଜ ଘାଗରାମୁଣ୍ଡା ଗାଁରେ ବାଘ ଆତଙ୍କ ଦେଖାଦେଇଛି। ଗତକାଲି ରାତିରେ ଘାଗରାମୁଣ୍ଡା ଗାଁ ରାସ୍ତାରେ ବାଘ ଭଳି ଏକ ଜନ୍ତୁର ଚିତ୍ର ସିସିଟିଭିରେ କଏଦ ହେବା ପରେ ଏହାକୁ ନେଇ ଆତଙ୍କ ଦେଖାଦେଇଛି। କିଛିଦିନ ପୂର୍ବରୁ ଏ ଅଞ୍ଚଳର ବ୍ରାହ୍ମଣଧରା ଗ୍ରାମ୍ୟ ଜଙ୍ଗଲରେ ଜଣେ ମହିଳା ଛେଳି ଚରାଇବାକୁ ଯାଇ ବାଘ ଆକ୍ରମଣର ଶିକାର ହୋଇଥିଲେ। ସେହିପରି ବାଘ ଆକ୍ରମଣରେ ଦୁଇଟି ଗାଈ ଗୁରୁତର ହୋଇଥିଲେ। ତେଣୁ କ୍ୟାମେରାରେ କଏଦ ଜନ୍ତୁଟି ବାଘ ବୋଲି ଗାଁ ଲୋକଙ୍କର ଧାରଣା ରହିଛି। ଅନ୍ୟପଟେ ବନ ବିଭାଗ ତରଫରୁ ଜନ୍ତୁକୁ ଚିହ୍ନଟ କରିବା ପାଇଁ ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି। ଅଧିକ ସୂଚନା ପାଇଁ ବିଦ୍ୟାଧର ବରାଳ ଆମ ପ୍ରତିନିଧି ଅଧିକ ସୂଚନା ପାଇଁ ଯୋଡ଼ି ହୋଇଛନ୍ତି ଫୋନ୍ ଲାଇନରେ। ବିଦ୍ୟାଧର, ଜାଣିବା ପାଇଁ ଚାହିଁବି ଯେ ମନ ଭିତରେ ବାଘର ଭୟ ଅଛି ଲୋକଙ୍କର, କାହିଁକି ନା ନିକଟରେ ହିଁ ଏକ ଅଘଟଣ ଘଟିଛି। ସିସିଟିଭିରେ ଯେଉଁ ଚିତ୍ର କଏଦ ହେଉଛି, କ'ଣ ବନ ବିଭାଗ ଏ ବାବଦରେ ସୂଚନା ଦେଉଛି? ଇଏ ବାଘ ନା ଅନ୍ୟ କୌଣସି ଜନ୍ତୁ ଜଣାପଡୁଛି କି? ଦେଖନ୍ତୁ ରଶ୍ମି, ଗାଁ ଦାଣ୍ଡରେ ଅଜଣା ଜନ୍ତୁ ବାଘ କି କଣ ଲୋକ ଆଶଙ୍କା ଭିତରେ ମଧ୍ୟ ରହିଛନ୍ତି। କାରଣ ୟା ପୂର୍ବରୁ ସେ ଅଞ୍ଚଳରେ ବାଘ ଜଣେ ମହିଳାକୁ ଆକ୍ରମଣ କରିଥିଲା ଏବଂ ଦୁଇଟି ଗୋରୁକୁ ମଧ୍ୟ ଆକ୍ରମଣ କରିଥିଲା, ଯାହା ଫଳରେ କି ଲୋକମାନେ ବାଘର ଉପସ୍ଥିତିକୁ ମାନେ ଦେଖିଥିଲେ। କିନ୍ତୁ ଆଜି ସିସିଟିଭିରେ ଯୋଉ ଜନ୍ତୁଟି କଏଦ ହେଇଛି ତାହା ବାଘ କି କଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହେଇନି। ବନ ବିଭାଗ କହୁଛି, ଯାହା ଆମେ ପ୍ରତିକ୍ରିୟା ବନ ବିଭାଗ ପ୍ରତିକ୍ରିୟା ଦଉଥିଲୁ, ସେ କହୁଥିଲେ ଯେ ଏହା ବାଘ ନୁହେଁ କିନ୍ତୁ ୱାଇଲ୍ଡ କ୍ୟାଟ୍ କିମ୍ବା ଗଝିଆ ଟାଇପର କୌଣସି ଜଙ୍ଗଲୀ ଜନ୍ତୁ ହେଉଛି। ତଥାପି ଆମେ ଅନୁଧ୍ୟାନ କରୁଛୁ ଏବଂ ତା ପାଦ ଚିହ୍ନ ଦେଖିକି ଦେଖୁଛୁ ଏବଂ ସ୍ପଷ୍ଟ ହବ ଯେ ସେ ପ୍ରକୃତରେ ଏହା ବାଘ କି ଅନ୍ୟ କୌଣସି ବନ୍ୟଜନ୍ତୁ ତାହା ସ୍ପଷ୍ଟ ହବ। ଓକେ, ବହୁତ ବହୁତ ଧନ୍ୟବାଦ ଆପଣଙ୍କ ସମସ୍ତ ସୂଚନା ପାଇଁ। ଆମ ପ୍ରତିନିଧି ବିଦ୍ୟାଧର ବରାଳ ଆମ ସହିତ ଯୋଡ଼ିଲେ ଅଧିକ ସୂଚନା ଦେଉଥିଲେ। ଏ ଘଟଣା ବାବଦରେ ରେଞ୍ଜର କ'ଣ ପ୍ରତିକ୍ରିୟା ଅଛନ୍ତି ଶୁଣିବା। ଯାହା ଆମେ ଅନୁଭବ କରୁଛୁ ସେଟା ହାଇନା ମାନେ କୁଣ୍ଡାଳ ପ୍ରଜାତିର କିମ୍ବା କୌଣସି କ୍ୟାଟ୍ ପ୍ରଜାତିର କିମ୍ବା ଅଜଣା କିଛି ସେମିତି ଶିକାରୀ ଜନ୍ତୁ ହେଇଥାଇପାରେ। ଏଥିରେ ଲୋକମାନେ କିଛି ଭୟଭୀତ ହେବାର କିଛି ନାହିଁ। ଆମର ବନ ବିଭାଗ ସେଥିପାଇଁ ସବୁବେଳେ ସତର୍କ ଅଛି ଆଉ ଲୋକମାନଙ୍କୁ ମଧ୍ୟ ସତର୍କତା ଅବଲମ୍ବନ କରୁଛି।